ଜୀବନର ଅଧିକାଂଶ ଦୁଃଖର ସତ କାରଣ କ'ଣ? ଆମେ ଭାବୁଛେ ଟଙ୍କାର ଅଭାବ, ଲୋକଙ୍କ ବ୍ୟବହାର କିମ୍ବା ପରିସ୍ଥିତି ହିଁ ଆମକୁ କଷ୍ଟ ଦିଏ। କିନ୍ତୁ ଯଦି ମୁଁ କହିବି ସେହି କଷ୍ଟର ପ୍ରକୃତ କାରଣ ଆମ ଭିତରେ ହିଁ ଲୁଚି ରହିଛି, ତେବେ ସେହି କାରଣର ନାମ ହେଉଛି ଅହଙ୍କାର, ଇଗୋ। ଇଗୋ ସବୁବେଳେ ଚାହେଁ ଯେ ମୁଁ ଠିକ୍, ମୋତେ ସମ୍ମାନ ମିଳୁ, ଲୋକେ ମୋତେ ପ୍ରଶଂସା କରନ୍ତୁ। କିନ୍ତୁ ବାଇବେଲ ଆମକୁ ଶିଖାଏ, ପରମେଶ୍ୱର ଅହଙ୍କାର ଲୋକମାନଙ୍କୁ ନୁହଁ, ପରମେଶ୍ୱର ନମ୍ର ଲୋକମାନଙ୍କୁ ଭଲ ପାଆନ୍ତି। ତେବେ ପ୍ରଶ୍ନ ହେଉଛି, ଇଗୋ ଆମ ଜୀବନକୁ କିପରି ନଷ୍ଟ କରିଦିଏ? ଆଉ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଏଥିରୁ ମୁକ୍ତି କିପରି ମିଳିବ? ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣମାନଙ୍କୁ ମୋର ନମସ୍କାର। ଛୋଟବେଳୁ ଆମେ ଜାଣି ଆସିଛୁ ଯେ ଆମର ନାମ, ଆମେ କେଉଁ ପରିବାରର ପିଲା, ଆମେ କେତେ ପଢ଼ିଛୁ, ଆମ ପାଖରେ କେତେ ଟଙ୍କା ଅଛି। ଧୀରେ ଧୀରେ ଆମେ ଏହି ସବୁକୁ ନିଜର ପରିଚୟ ବୋଲି ଭାବିବାକୁ ଲାଗୁ। କିନ୍ତୁ ବାଇବେଲ କୁହେ, ଆମର ପ୍ରକୃତ ପରିଚୟ ଏହି ସବୁ ଜିନିଷ ଉପରେ ନୁହେଁ। ଆମର ପରିଚୟ ହେଉଛି ଆମେ ଈଶ୍ୱରଙ୍କ ସନ୍ତାନ। ବାକ୍ୟରେ ଲେଖାଯାଏ, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଏଣୁ ଉକ୍ତ ଅଛି, ଈଶ୍ୱର ଅହଙ୍କାରୀ ଲୋକମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। ଦେଖନ୍ତୁ, ଏହି ଗୋଟିଏ ବାକ୍ୟରେ ଈଶ୍ୱର ଆମକୁ ଅହଙ୍କାରର ସବୁଠାରୁ ବଡ଼ ବିପଦ ବିଷୟରେ ସଚେତନ କରୁଛନ୍ତି। ଆମେ ଅନେକ ସମୟରେ ଭାବୁ, ଅହଙ୍କାର ମାନେ କେବଳ ନିଜକୁ ବଡ଼ ବୋଲି କହିବା। କିନ୍ତୁ ବାଇବେଲ ଆମକୁ ଏକ ଗଭୀର ସତ୍ୟ ଶିଖାଏ। ଇଗୋ ହେଉଛି ଆମେ ନିଜ ବିଷୟରେ ତିଆରି କରିଥିବା ଏକ ମିଛ ପରିଚୟ। ବାଇବେଲରେ ପ୍ରଥମ ଅହଙ୍କାରୀ ବ୍ୟକ୍ତି ଲୁସିଫର ଥିଲା। ସେ ଭାବିଲା, ମୁଁ ଈଶ୍ୱରଙ୍କ ପରି ହେଇଯିବି, ମୁଁ ବି ଈଶ୍ୱରଙ୍କ ଠାରୁ କମ୍ ନୁହଁ, ମୋ ପାଖରେ ବି ପାୱାର ଅଛି ବୋଲି ସେ କହୁଥିଲା। ସେହି ଗୋଟିଏ ଅହଙ୍କାର ଚିନ୍ତା ତାକୁ ସ୍ୱର୍ଗରୁ ତଳକୁ ଫିଙ୍ଗିଦେଲା। ଅହଙ୍କାର କେବଳ ମଣିଷକୁ ନୁହେଁ, ଜଣେ ସ୍ୱର୍ଗଦୂତଙ୍କୁ ମଧ୍ୟ ପତନ କରିଦେଲା। ତେଣୁ ଅହଙ୍କାର କେତେ ଯେ ବିପଦଜନକ ତାହା ଆମେ ବୁଝିପାରୁ। ଆଜି ଆମେ ନିଜକୁ ଗୋଟିଏ ପ୍ରଶ୍ନ ପଚାରିବା, ମୋର ପରିଚୟ କେଉଁଠି? ମୋର ଟଙ୍କାରେ ନା ମୋର ସୌନ୍ଦର୍ଯ୍ୟରେ? ମୋର ପରିଚୟ ଚାକିରିରେ ଅଛି ନା ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ ଅଛି? ଯେତେବେଳେ ଆମର ପରିଚୟ ଖ୍ରୀଷ୍ଟଙ୍କ ମଧ୍ୟରେ ଥାଏ, ସେତେବେଳେ ଆମେ ନିଜକୁ ବଡ଼ ଲୋକ ବୋଲି ପ୍ରମାଣ କରିବାର ଆବଶ୍ୟକତା ରହେ ନାହିଁ। ଏବେ ପ୍ରଶ୍ନ ହେଉଛି, ଆମ ଭିତରେ ଅହଙ୍କାର ଅଛି କି ନାହିଁ? କେମିତି ଜାଣିବା? ନିଜ ଭୁଲକୁ ସ୍ୱୀକାର ନ କରିବା। ଧରି ନିଅନ୍ତୁ, ସ୍ୱାମୀ ସ୍ତ୍ରୀ କିମ୍ବା ଦୁଇଜଣ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହେଲା। ସେମାନେ ନିଜ ନିଜ ଭିତରେ ଭାବିଲେ ଯେ ଆମେ ଭୁଲ କରିଛୁ। କିନ୍ତୁ ଇଗୋ କୁହେ, ନା, ମୁଁ କ୍ଷମା ମାଗିବି ନାହିଁ, ପ୍ରଥମେ ସେ ଆସୁ। ଗୋଟେ ସରି ଶବ୍ଦ କହିପାରୁନଥିବାର କାରଣ ବହୁତ ସମୟରେ ଇଗୋ ହୁଏ। ଦ୍ୱିତୀୟ, ଲୋକଙ୍କ ପ୍ରଶଂସା ପାଇଁ ବଞ୍ଚିବା। ତମେ କିଛି ଭଲ କାମ କରିଦେଲ, କିନ୍ତୁ କେହି ତୁମର ପ୍ରଶଂସା କଲେ ନାହିଁ। ସେତେବେଳେ ଆମ ମନରେ ଦୁଃଖ ଆସେ କାହିଁକି? କାରଣ ଇଗୋ ସବୁବେଳେ ଚାହେଁ
ଲୋକେ ମୋତେ ଦେଖନ୍ତୁ, ମୋତେ ପ୍ରଶଂସା କରନ୍ତୁ ବୋଲି। ଯଦି ଏହି କଥା ଗୁଡ଼ିକ ଆମ ଭିତରେ ଅଛି, ଆମ ଜୀବନରେ ଅଛି, ତେବେ ଆମକୁ ଈଶ୍ୱରଙ୍କ ସାମ୍ନାରେ ନିଜ ହୃଦୟକୁ ପରୀକ୍ଷା କରିବା ସମୟ ଆସିଯାଇଛି। ପରମେଶ୍ୱରଙ୍କ ଦୃଷ୍ଟିରେ ନମ୍ର ହୁଅନ୍ତୁ। ଯେତେବେଳେ ଆମେ ସ୍ୱୀକାର କରୁ ଯେ ପ୍ରଭୁ, ମୁଁ ସମ୍ପୂର୍ଣ୍ଣ ନୁହେଁ, ମୋତେ ଆପଣଙ୍କ ସାହାଯ୍ୟ ଦରକାର, ସେତେବେଳେ ପରମେଶ୍ୱର ଆମ ଜୀବନରେ କାମ କରିବା ଆରମ୍ଭ କରନ୍ତି। ନିଜର ଭୁଲକୁ ସ୍ୱୀକାର କରନ୍ତୁ। ମୁଁ ଭୁଲ କରିଛି ବୋଲି କହିବା କେବେ ଦୁର୍ବଳତା ନୁହେଁ। ଏହା ଜଣେ ପ୍ରକୃତ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କର ଲକ୍ଷଣ। ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ପଢ଼ନ୍ତୁ। ଆମେ ଯେତେ ଅଧିକ ବାଇବେଲ ପଢ଼ିବା, ଆମର ହୃଦୟ ବଦଳିଥାଏ। ଈଶ୍ୱରଙ୍କ ବାକ୍ୟ ଆମ ହୃଦୟକୁ ନମ୍ର କରେ। ଇଗୋ ଈଶ୍ୱରଙ୍କ ଠାରୁ ଆମମାନଙ୍କୁ ଦୂରେଇ ଦିଏ, କିନ୍ତୁ ନମ୍ରତା ଆମକୁ ଈଶ୍ୱରଙ୍କ ଅନୁଗ୍ରହ ନିକଟକୁ ଆଣିଥାଏ। ପ୍ରିୟ ଭାଇ ଓ ଭଉଣୀମାନେ, ଅହଙ୍କାର କେବଳ ଗୋଟେ ଅଭ୍ୟାସ ନୁହେଁ, ବରଂ ଏହା ଆମ୍ଭମାନଙ୍କୁ ଈଶ୍ୱରଙ୍କ ଠାରୁ ଦୂରେଇ ଦେଇପାରେ। କିନ୍ତୁ ଭଲ ଖବର ହେଉଛି, ଯଦି ଆମେ ଈଶ୍ୱରଙ୍କ ସାମ୍ନାରେ ନମ୍ର କରୁ, ତେବେ ସେ ଆମକୁ କ୍ଷମା କରନ୍ତି ଆଉ ତାଙ୍କ ଅନୁଗ୍ରହରେ ପୂର୍ଣ୍ଣ କରନ୍ତି। ତେବେ ଆସନ୍ତୁ, ଆଜି ଆମେ ନିଜ ହୃଦୟକୁ ପରୀକ୍ଷା କରିବା। ଆମ ଭିତରେ ଯଦି ଅହଙ୍କାର ଅଛି, ଆମ ହୃଦୟରେ ଯଦି ଗର୍ବ ଅଛି, କିମ୍ବା ନିଜକୁ ବଡ଼ ବୋଲି ଭାବିବାର ମନୋଭାବ ଅଛି, ତେବେ ଆଜି ହିଁ ତାହା ପ୍ରଭୁଙ୍କ ପାଦ ତଳେ ସମର୍ପଣ କରିଦେବା। ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କୁ ଓ ଆପଣଙ୍କ ପରିବାରକୁ ସର୍ବଦା ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।